ସୁନ୍ଦର ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା ଫକୀରମୋହନ ସେନାପତି। ସର୍ବପ୍ରଥମ ଉପକ୍ରମ ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ କର୍ଣ୍ଣଧାର ତଥା କଥା ସମ୍ରାଟ ଭାବେ ପରିଚିତ ହେଉଛନ୍ତି ଫକୀରମୋହନ ସେନାପତି। ସେ କେବଳ ଜଣେ ସାହିତ୍ୟିକ ନଥିଲେ, ବରଂ ଓଡ଼ିଆ ଭାଷା ଓ ଜାତୀୟତାର ସୁରକ୍ଷା ପାଇଁ ଜଣେ ସଂଗ୍ରାମୀ ମଧ୍ୟ ଥିଲେ। ଯେଉଁ ସମୟରେ ଓଡ଼ିଆ ଭାଷାର ଅସ୍ତିତ୍ୱ ବିପଦରେ ଥିଲା, ସେତେବେଳେ ସେ ନିଜ ଲେଖନୀ ଚାଳନା କରି ଓଡ଼ିଆ ଭାଷାକୁ ଏକ ନୂତନ ଜୀବନ ଦେଇଥିଲେ। ଜନ୍ମ ଓ ବାଲ୍ୟ ଜୀବନ ଫକୀରମୋହନ ସେନାପତି 1843 ମସିହା ଜାନୁଆରୀ ମାସ 13 ତାରିଖରେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଜପୁର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଲକ୍ଷ୍ମଣ ଚରଣ ସେନାପତି ଓ ମାତାଙ୍କ ନାମ ତୁଳସୀ ଦେବୀ ଥିଲା। ପିଲାଦିନରୁ ପିତାମାତାଙ୍କୁ ହରାଇ ସେ ତାଙ୍କ ଆଈଙ୍କ ପାଖରେ ପଢ଼ିଥିଲେ। ତାଙ୍କର ପିଲାଦିନର ନାମ ବ୍ରଜମୋହନ ଥିଲା, ମାତ୍ର ଅସୁସ୍ଥତା କାରଣରୁ ମାନସିକ ରଖାଯାଇ ତାଙ୍କ ନାମ ଫକୀର ରଖାଯାଇଥିଲା। ସାହିତ୍ୟିକ କୃତି ଫକୀରମୋହନଙ୍କୁ ଓଡ଼ିଆ ସାହିତ୍ୟର ବ୍ୟାସ କବି ବୋଲି କୁହାଯାଏ। ସେ ଓଡ଼ିଆ ଉପନ୍ୟାସ ସାହିତ୍ୟର ଜନକ। ତାଙ୍କର କୃତିଗୁଡ଼ିକ ଅତ୍ୟନ୍ତ ବାସ୍ତବବାଦୀ ଓ ସମାଜ ସଂସ୍କାରମୂଳକ। ଉପନ୍ୟାସ 6 ମାଣ 8 ଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ ଏବଂ ଲଛମା ଗଳ୍ପଗୁଡ଼ିକ ମଧ୍ୟରେ ରେବତୀ ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ର ଗଳ୍ପ, ପେଟେଣ୍ଟ ମେଡିସିନ, ଡାକମୁନିସି ଆଦି। ଆତ୍ମଜୀବନ ଚରିତ ତାଙ୍କର ଏକ ଅମର ସୃଷ୍ଟି, ଯେଉଁଥିରେ ସେତେବେଳର ଓଡ଼ିଶାର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଛି। ଅନୁବାଦ ସେ ରାମାୟଣ ଓ ମହାଭାରତକୁ ସରଳ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ। ଭାଷା ସୁରକ୍ଷା ଆନ୍ଦୋଳନରେ ଭୂମିକା 19 ଶତାବ୍ଦୀରେ ଯେତେବେଳେ ପଡ଼ୋଶୀ ଭାଷାର ପ୍ରଭାବରେ ଓଡ଼ିଆ ଭାଷାକୁ ସ୍କୁଲ ଓ କଚେରୀରୁ ହଟାଇବା ପାଇଁ ଚେଷ୍ଟା କରାଯାଉଥିଲା, ସେତେବେଳେ ଫକୀରମୋହନ ବାଲେଶ୍ୱରରେ ରହି ଏହାର ଦୃଢ଼ ବିରୋଧ କରିଥିଲେ। ସେ ନିଜେ ପ୍ରେସ୍ ସ୍ଥାପନ କରି ପତ୍ର ପତ୍ରିକା ପ୍ରକାଶ କରିଥିଲେ ଏବଂ ଓଡ଼ିଆମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ। ସମାଜ ସଂସ୍କାର ତାଙ୍କ ଲେଖାରେ ସମାଜର କୁସଂସ୍କାର, ଜମିଦାରଙ୍କ ଅତ୍ୟାଚାର ଏବଂ ନାରୀ ଶିକ୍ଷାର ଗୁରୁତ୍ୱ ସ୍ପଷ୍ଟ ଭାବରେ ଦେଖିବାକୁ ମିଳେ। ସେ ସାଧାରଣ ଲୋକଙ୍କ କଥିତ ଭାଷାକୁ ସାହିତ୍ୟର ରୂପ ଦେଇଥିଲେ, ଯାହା ତାଙ୍କୁ ଜନସାଧାରଣଙ୍କ ପ୍ରିୟ କରିପାରିଥିଲା। ଶେଷ କଥା 1918 ମସିହା ଜୁନ 14 ତାରିଖରେ ଏହି ମହାନ ଜନନାୟକଙ୍କର ପରଲୋକ ହୋଇଥିଲା। ସେ ଆଜି ଶାରୀରିକ ଭାବେ ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କର ଅମୂଲ୍ୟ ସାହିତ୍ୟ କୃତି ପାଇଁ ସେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଚିରକାଳ ଅମର ହୋଇ ରହିବେ। ପିଲାମାନେ ରଚନାଟି ପସନ୍ଦ ଆସିଲେ ଲାଇକ୍ କରିବେ ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।